ଓଡ଼ିଆ ରଚନା ଘରପୋଡ଼ି। କାରଣ ଘରପୋଡ଼ି ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ବେଶୀ ପରିମାଣରେ ହୋଇଥାଏ। ଗ୍ରାମାଞ୍ଚଳରେ ଲୋକମାନେ ଚାଳ ଖପର ଘରେ ବାସ କରନ୍ତି। ଲୋକମାନେ କାଠରେ ବେଶୀ ରୋଷେଇ କରିଥାନ୍ତି। ରୋଷେଇ ସମୟରେ ଜୋରରେ ନିଆଁ ଜଳି ଉପରକୁ ଉଠିଗଲେ ନିଆଁର ଛିଟା ଚାଳ ଉପରକୁ ଚାଲିଯାଇ ଗରମ ଚାଳ ଦେହରେ ନିଆଁ ଲାଗି ଘର ପୋଡ଼ିଯାଏ। ରନ୍ଧା ସରିଲା ପରେ କାଠକୁ ଠିକ୍ ଭାବରେ ନ ଲିଭାଇଲେ ମଧ୍ୟ ପବନ ଦ୍ୱାରା ନିଆଁ ଚାଳକୁ ଯାଏ। ସହରରେ ଗ୍ୟାସର ଟାଙ୍କି ପାଇପ୍ ଠିକ୍ ନଥିଲେ ଗ୍ୟାସ୍ ବାହାରି ସହଜରେ ନିଆଁ ଲାଗିଯାଏ। ଇଲେକ୍ଟ୍ରିକ୍ ଲାଇନ୍ ତାର ମଧ୍ୟ ଠିକ୍ ନ ରହିଲେ ନିଆଁ ଲାଗି ଘର ପୋଡ଼ିବାର ସମ୍ଭାବନା ଥାଏ। ବର୍ଣ୍ଣନା। ଏହି ସମୟରେ ନିଆଁକୁ ଆୟତ୍ତ କରିବା ବହୁତ କଠିନ ହୋଇଥାଏ। ହୁତୁ ହୁତୁ ହୋଇ ଜଳୁଥିବା ଲାଲ ନିଆଁ ଏବଂ କଳା ଧୂଆଁରେ କିଛି ଦେଖାଯାଏ ନାହିଁ। ଚାଳର ବିଭିନ୍ନ ଅଂଶ ତଳକୁ ଛିଡ଼ି ପଡ଼ୁଥାଏ। ଲୋକମାନେ ଧାଇଁସାଇଁ ହୋଇ ପାଣି ଆଣି ଢାଳନ୍ତି। ଦମକଳ ମଧ୍ୟ ଆସିଥାଏ। ଘରପୋଡ଼ିର ଦୃଶ୍ୟ ମର୍ମନ୍ତୁଦ ଅଟେ। ଘର ଭିତରେ ସଞ୍ଚିତ ସବୁ ଧନ ଗାଈ ବଳଦ ଛେଳି ମେଣ୍ଢା ସବୁ ପୋଡ଼ିଯାଆନ୍ତି। ବେଳେ ବେଳେ ଲୋକମାନେ ତଥା ଛୋଟ ଛୁଆମାନେ ମଧ୍ୟ ପୋଡ଼ିଯାଆନ୍ତି। ଶେଷ କଥା, ଘରପୋଡ଼ି ନ ହେବା ପାଇଁ ସବୁବେଳେ ସତର୍କ ସାବଧାନ ରହିବା ଉଚିତ। ଧନ୍ୟବାଦ।